ଶ୍ରୀ ଜଗନ୍ନାଥ ମନ୍ଦିରର ଇତିହାସ କହେ ଏହି ନୀଳଶୈଳ ଉପନ୍ୟାସ। ବହୁଚର୍ଚ୍ଚିତ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କର ଏହି ଉପନ୍ୟାସ ନୀଳଶୈଳ। ଏହି ନୀଳଶୈଳର ପ୍ରଥମ ପରିଚ୍ଛେଦର କିଛି ଭାଗ ଆମେ ଆଜି ପଢ଼ିବା। ଆସନ୍ତୁ। ଖରା ପଡ଼ା ଲଟଣୀ ବରଗଛର ଅଲରା ଅହଳ ଉଇହୁଙ୍କା ଭିତରୁ ଭୂଇଁପଡ଼ ପରି ଉଠିଥିବା ରୋଗିଣା ଖଜୁରୀ ଗଛ, ନଟିଭେଡ଼ା ଆମ୍ବ, ପଲାଙ୍ଗ, କରଞ୍ଜ ଆଉ ପଳାଶର ପାତାଳା ଜଙ୍ଗଲ। ଠାଏ ଠାଏ ନିଛାଟିଆ ଚଟିଘରଟାଏ। ଧୂଳିଆ ଜଗନ୍ନାଥ ସଡ଼କ ଅଙ୍କେଇ ବଙ୍କେଇ ମଲା ଅଜଗର ସାପ ପରି ଏହାରି ଭିତରେ ଚିତ୍ ହୋଇ ପଡ଼ି ରହିଛି। ଆକାଶରେ ଭେଳା ଭେଳା ପାଉଁଶିଆ ମେଘ ଉଡ଼ାଳରେ ଅପରାହ୍ନର ସୂର୍ଯ୍ୟର ପ୍ରଖର ଦୀପ୍ତି ମହଳ ପଡ଼ିଲାଣି। ଏକ ବିଷଣ୍ଣ ଧୂସର ଆଲୋକରେ ଚାରିଆଡ଼େ ପାଉଁଶିଆ ଦିଶୁଛି। ସଡ଼କରେ ଯାତ୍ରୀଟିଏ ସୁଦ୍ଧା ଦେଖା ନାହିଁ। ସଡ଼କ ଦୁଇ ପାଖରେ ଗଛମାନଙ୍କର ପକ୍ଷୀକୁଳର କାକଳି ମଧ୍ୟ ନୀରବ। ସବୁଆଡ଼େ ଏକ ଭୌତିକ ଓ ଅସ୍ୱାଭାବିକ ନୀରବତା। ସେ ନିର୍ଜନ ସଡ଼କରେ ଜଣେ ଅଶ୍ୱାରୋହୀ ସମ୍ମୁଖରେ ବିଶ୍ୱରୂପୀ ଧୂସର ପଥ ଆଡ଼େ ଚିନ୍ତାଗଭୀର ଦୃଷ୍ଟିରେ ଚାହିଁ ଧୀର କଦପରେ ଘୋଡ଼ା ଚଳାଇ ସମ୍ଭବତଃ ପୁରୀ ଅଭିମୁଖରେ ଚାଲିଥିଲେ।